କେଏସ୍ ମ୍ୟାଥ୍ କ୍ଲାସ୍ ୟୁଟ୍ୟୁବ୍ ଚ୍ୟାନେଲ୍‌କୁ। ଦେଖ ପିଲାମାନେ, ଆଜି ତୁମ ପଞ୍ଚମ ଶ୍ରେଣୀର ଯେଉଁ ଅଛି ପାଠ 2କୁ ଆମେ ପଢ଼ିବା। ପାଠ 2ରେ କ'ଣ ବିଷୟ ଅଛି? ନ୍ୟାୟର ସିଂହାସନ। ହେଲା କି? ତୁମର ଯେଉଁ ପାଠ 2ରେ ସାହିତ୍ୟ ବହିରେ ଅଛି ନ୍ୟାୟର ସିଂହାସନ। ଚାଲ ଆମେ ସେଠି ପଢ଼ିବା। ଅନେକ ବର୍ଷ ତଳର କଥା, ଉଜ୍ଜୟିନୀ ନାମରେ ଏକ ଐତିହାସିକ ତଥା ପ୍ରାଚୀନ ନଗରୀ ଥିଲା। ସେଠାରେ ଭଜରାଜ ନାମରେ ଜଣେ ରାଜା ରାଜତ୍ୱ କରୁଥିଲେ। ତାଙ୍କର ନଗରୀକୁ ଲାଗି ଧାରାପୁରୀ ବୋଲି ଗୋଟିଏ ଗ୍ରାମ ଥିଲା। ସେଠାରେ ଏକ ସୁଦୀର୍ଘ ପଡ଼ିଆ ଥିଲା। ପ୍ରତ୍ୟେକ ଦିନ ଅନେକ ପିଲା ସେହି ପଡ଼ିଆକୁ ଖେଳିବାକୁ ଆସନ୍ତି। ପଡ଼ିଆରେ ଗୋଟିଏ ପଟେ ଉଚ୍ଚ ଚିକ୍କଣ ପଥରଟିଏ ଥିଲା। ପିଲାମାନେ ମିଶି ସେଠାରେ ଗୋଟିଏ ମଞ୍ଜା ତିଆରି କଲେ। ହେଲା କି? ମଞ୍ଜାଟି ସିଂହାସନ ଭଳି ଦେଖାଯାଉଥିଲା। ମଞ୍ଜା ତିଆରି ପରେ ପିଲାଟିଏ ସେଥିରେ ଥିବା ପଥର ଉପରେ ବସି ପଡ଼ିଲା। ସବୁ ସାଙ୍ଗକୁ ଡାକି କହିଲା, ଏ ସିଂହାସନ ଆଜିଠୁ ମୋର। ମୁଁ ରାଜା, ତୁମ୍ଭେମାନେ ମୋର ପାରିଷଦ ବର୍ଗ। ତୁମ୍ଭେମାନେ ଜଣ ଜଣ କରି ତୁମର ଅଭିଯୋଗ ମୋ ନିକଟକୁ ଆଣ, ମୁଁ ସେଗୁଡ଼ିକ ବିଚାର କରିବି। ଦେଖୁଛ ପିଲାମାନେ କେମିତି ବସିଛି? ସଭିଏ ମିଶି ବିଭିନ୍ନ ପ୍ରକାର ଅଭିଯୋଗ ଗୋଟିଏ ପରେ ଗୋଟିଏ ରାଜାଙ୍କ ନିକଟକୁ ଉପସ୍ଥାପନା କରନ୍ତି। ପିଲାଟି ମଞ୍ଜାର ସିଂହାସନରେ ବସି ସମସ୍ତଙ୍କ ଅଭିଯୋଗ ଶୁଣେ ଓ ତୁରନ୍ତକୁ ସମସ୍ତଙ୍କୁ ଖୁସି କଲା ଭଳି ଫଇସଲା ଶୁଣାଏ। ପିଲାମାନେ ନିୟମିତ ଏଭଳି ଖେଳ ଖେଳନ୍ତି ଓ ବହୁତ ମଜା କରନ୍ତି। ପଡ଼ିଆ ଦେଇ ଯାଉଥିବା ବାଟୋଇମାନେ ମଧ୍ୟ ପିଲାଙ୍କୁ ଏହି ଖେଳକୁ ଉପଭୋଗ କରନ୍ତି। ରାଜା ଭାବେ ମଞ୍ଜାସୀନ ପିଲାଟି ବିଚାର ଶୈଳୀକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରନ୍ତି। ବେଳେବେଳେ ନିଜ ନିଜ ମଧ୍ୟରେ କୁହାକୁହି ହୁଅନ୍ତି, ଏ ବାଳକ ଦେହରେ କିଛି ଦୈବଶକ୍ତି ରହିଛି, ଫଳରେ ସେ ଏଭଳି ସୁନ୍ଦର ଉପଯୁକ୍ତ ବିଚାର ପ୍ରଦାନ କରି ପାରୁଛି। ଦିନକର କଥା, ଦୁଇ ଜଣ କୃଷକ ସେମାନଙ୍କ ମଧ୍ୟରେ ହୋଇଥିବା କଳିର ବିଚାର ପାଇଁ ରାଜାଙ୍କ ନିକଟକୁ ନ ଯାଇ ମଞ୍ଚରେ ବସିଥିବା ପିଲା ନିକଟକୁ ଉପସ୍ଥିତ ହେଲେ। ଦୁହେଁ ସେମାନଙ୍କ କଳି ବିଷୟରେ ପିଲାଟିକୁ କହିଲେ। ପିଲାଟି ଗମ୍ଭୀରତାର ସହ ସବୁ ଶୁଣିଲା। ଶେଷରେ ସେ ଦୁହିଁଙ୍କୁ ଏପରି ଫଇସଲା ଶୁଣାଇଲା, ଯାହା ଶୁଣି ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ। ସେହି ଦିନଠାରୁ ଲୋକମାନେ ନିଜର ଆପତ୍ତି ଅଭିଯୋଗ ନେଇ ଆଉ ରାଜାଙ୍କ ନିକଟକୁ ନ ଯାଇ ସେହି ପିଲାଟି ପାଖକୁ ଆସନ୍ତି। ପିଲାଟି ସଭିଙ୍କୁ ସନ୍ତୁଷ୍ଟ କଲା ଭଳି ନ୍ୟାୟ ପ୍ରଦାନ କରେ। ଫଳରେ ପିଲାଟିର ଯଶ ସବୁଆଡ଼େ ବ୍ୟାପିବାକୁ ଲାଗିଲା। ରାଜାଙ୍କ ନିକଟରେ ପିଲାଟିର ଖ୍ୟାତ ପହଞ୍ଚିଲା। ପ୍ରଥମେ ସେ ବହୁତ ରାଗିଗଲେ, କିନ୍ତୁ ପରେ ସେ ମନସ୍ଥ କଲେ ଯେ ପିଲାଟି ନିକଟକୁ ଯିବେ ଓ ପିଲାର ବିଚାରଧାରାକୁ ଦେଖିବେ। ପରଦିନ ପାତ୍ର ମନ୍ତ୍ରୀଙ୍କ ସହ ରାଜା ମଞ୍ଚାରେ କିଛି ଦୂରରେ ରହି ପିଲାମାନଙ୍କୁ ଖେଳକୁ ନିରୀକ୍ଷଣ କଲେ। ସେ ପିଲାଟି ବୁଦ୍ଧିମତ୍ତା ଓ ନ୍ୟାୟ ପ୍ରଦାନ ଶୈଳୀକୁ ବହୁତ ପସନ୍ଦ କଲେ। ମନ୍ତ୍ରୀଙ୍କୁ ପାଖକୁ ଡାକି କହିଲେ, ସତରେ ଏ ପିଲାଟି ବଡ଼ ବୁଦ୍ଧିମାନ। ତାର ବିଚାରଧାରାକୁ ମାନିବାକୁ ପଡ଼ିବ। ଏତେ ଛୋଟ ବୟସରେ ସେ ଯେଉଁ ନ୍ୟାୟ ବିଚାର କରୁଛି, ବଡ଼ମାନେ ମଧ୍ୟ ତା ନିକଟରେ ହାର ମାନିବେ। ଏହି ସମୟରେ ଜଣେ ପାରିଷଦ କହିଲେ, ହଜୁର, ଏ ପିଲା ତ ନିତି ମଞ୍ଚରେ ବସୁଥିବା ପିଲା ନୁହେଁ। ପ୍ରତିଦିନ ମଞ୍ଚରେ ବସୁଥିବା ପିଲା ଜ୍ୱରରେ ଆକ୍ରାନ୍ତ ହୋଇଥିବା ଯୋଗୁଁ ତା ସ୍ଥାନରେ ଏ ପିଲା ମଞ୍ଚାସୀନ ହୋଇଛି। ରାଜା କହିଲେ, ତେବେ ଏହା ତ ବଡ଼ ଆଶ୍ଚର୍ଯ୍ୟ କଥା। ଯାହା ବି ହଉ, ଏହି ମଞ୍ଚା ସିଂହାସନରେ ନିଶ୍ଚୟ କିଛି ଚମତ୍କାର ଅଛି। ମୁଁ ଏହାକୁ ପରୀକ୍ଷା କରିବି। ରାଜା ତତ୍କ୍ଷଣାତ୍ ସେହି ମଞ୍ଚା ତଳକୁ ଖୋଲିବାକୁ ଆଦେଶ ଦେଲେ। ଖୋଳୁ ଖୋଳୁ ମଞ୍ଚା ତଳେ ଏକ ସୁନ୍ଦର ଚନ୍ଦ୍ରକାନ୍ତ ପଥର ତିଆରି ରତ୍ନ ଖଚିତ 32ଟି ପୁତୁଳିକା ଯୁକ୍ତ ସିଂହାସନ ଦେଖିବାକୁ ପାଇଲେ। ସିଂହାସନର 4ଟି ଗଡ଼ରେ 4 ଜଣ ଦେବଦୂତଙ୍କ ମୂର୍ତ୍ତି ଖୋଦେଇ ହୋଇ
ସିଂହାସନ ଶୋଭା ବର୍ଦ୍ଧନ କରୁଥିଲା। ମାଟି ତଳୁ ସିଂହାସନ ମିଳିବା କଥା ପବନ ବେଗରେ ଚାରିଆଡ଼େ ବ୍ୟାପିଗଲା। ହଜାର ହଜାର ଲୋକ ସିଂହାସନ ଦେଖିବାକୁ ଭିଡ଼ ଜମାଇଲେ। ଜଣେ ବିଦ୍ୱାନ ପଣ୍ଡିତ ସିଂହାସନ ଦେଖି କହିଲା, ଏହା ସାଧାରଣ ସିଂହାସନ ନୁହେଁ, ଏହା ବହୁ ବର୍ଷ ପୁରୁଣା ରାଜା ବିକ୍ରମାଦିତ୍ୟଙ୍କ ସିଂହାସନ। ଏହା ଉପରେ ରାଜା ବିକ୍ରମାଦିତ୍ୟ ଉପବେଶନ କରି ସତ୍ୟ, ଧର୍ମ, ନ୍ୟାୟ, ବିଚାର ପ୍ରଦାନ କରୁଥିଲେ। ସୁତରାଂ ଏହା ଏକ ନ୍ୟାୟର ସିଂହାସନ। ରାଜା ଏହା ଶୁଣି ଆଦେଶ ଦେଲେ, ତୁରନ୍ତ ଏହି ସିଂହାସନକୁ ରାଜଦରବାରକୁ ପ୍ରେରଣ କରାଯାଉ। ଏହା ଉପରେ ମୁଁ ବସିବି ଓ ପ୍ରଜାଙ୍କ ଆପତ୍ତି ଅଭିଯୋଗର ଫଇସଲା କରିବି। ତା ପରଦିନ ରାଜା ଉତ୍କଣ୍ଠାର ସହ ସିଂହାସନରେ ବସିବାକୁ ଉଦ୍ୟତ ହେଉଥିଲା ବେଳେ ହଠାତ୍ କାହାର ଏକ ଶବ୍ଦ ଶୁଣାଗଲା, ରହିଯାଆନ୍ତୁ ରାଜା। ରାଜା ଚାରିଦିଗକୁ ଚାହିଁଲେ, କେହି ନାହାନ୍ତି। ସେ ପୁନର୍ବାର ସିଂହାସନରେ ବସିବାକୁ ଆଗେଇ ଯାଆନ୍ତେ, ପୁଣି ସେହି ଶବ୍ଦ ରହିଯାଆନ୍ତୁ ରାଜା ବୋଲି ଶୁଭିଲା। ଏଥର ରାଜା ଆଶ୍ଚର୍ଯ୍ୟ ହୋଇ ଦେଖିଲେ, ସିଂହାସନ ଗଡ଼ରେ ଖୋଦିତ ଗୋଟିଏ ପୁତୁଳିକା ତାଙ୍କୁ ଏ କଥା କହୁଛି। ପୁତୁଳିକା ପୁଣି କହିଲା, ରାଜା, ଆପଣ କ'ଣ ଏ ସିଂହାସନରେ ବସିବାକୁ ଯୋଗ୍ୟ? ଆପଣ କ'ଣ ଦୃଢ଼ତାର ସହିତ କହିପାରିବେ କି? ଏଇ ପୁତୁଳିକାଟା କହୁଛି ପିଲାମାନେ, ହେଲା। ଜୀବନରେ କେବେ ଚୋରି କରିନାହାନ୍ତି? ରାଜା ଲଜ୍ଜାରେ ମୁଣ୍ଡ ତଳକୁ କଲେ, କାରଣ ତାଙ୍କ ମନେ ପଡ଼ିଗଲା ସେ କିଛି ବର୍ଷ ତଳେ ତାଙ୍କର ଜଣେ ପାରିଷଦ ଜମିକୁ ଜବରଦସ୍ତ ହଡ଼ପ କରିଥିଲେ। ପୁତୁଳିକା ପୁଣି କହିଲା, ଆପଣଙ୍କୁ ଏ ଚୋରି ଅପରାଧ ମୁକୁଳିବା ପାଇଁ 3 ଦିନ ଧରି ପୂଜାର୍ଚ୍ଚନା କରି ପ୍ରାୟଶ୍ଚିତ୍ତ କରିବାକୁ ପଡ଼ିବ। ଏହା କହି ପୁତୁଳିକାଟି ଡେଣା ହଲାଇ ସେଠାରୁ ଉଡ଼ିଗଲା। ରାଜା ପୁତୁଳିକାର କଥା ଅନୁସାରେ 3 ଦିନ ଧରି ପୂଜାର୍ଚ୍ଚନା ଉପବାସ କରି ଚତୁର୍ଥ ଦିନରେ ସିଂହାସନରେ ବସିବାକୁ ଗଲେ। ହେଲେ ଏ କ'ଣ? ପୁଣି ଥରେ ଦ୍ୱିତୀୟ ପୁତୁଳିକା କହିବାକୁ ଲାଗିଲା, ରହିଯାଆନ୍ତୁ ରାଜା, ଆପଣ ଦୃଢ଼ତାର ସହିତ କହିପାରିବେ କି ଜୀବନରେ କେବେ ମିଛ କହିନାହାନ୍ତି ବୋଲି? ରାଜା କହିଲେ, ମୁଁ ତ ପିଲାବେଳେ କୌଣସି ନା କୌଣସି ଅସୁବିଧାରେ ପଡ଼ିଥିବା ବେଳେ ମିଛ କହିଦେଇଥାଏ। ଦ୍ୱିତୀୟ ପୁତୁଳିକା ରାଜା କଥା ଶୁଣି ଡେଣା ହଲାଇ ଆକାଶକୁ ଉଡ଼ିଲା। ରାଜା ପୁଣି 3 ଦିନ ଧରି ପୂଜାର୍ଚ୍ଚନା ଓ ଉପବାସ କରିବା ପରେ ସିଂହାସନ ବସିବାକୁ ଗଲାବେଳେ ତୃତୀୟ ପୁତୁଳିକା ରାଜାଙ୍କୁ ପୁଣି ଅଟକାଇ କହିଲା, ସିଂହାସନରେ ବସିବା ପୂର୍ବରୁ କୁହନ୍ତୁ, ଆପଣ କାହାକୁ କେବେ କ'ଣ ଜୀବନରେ ଆଘାତ ପହଞ୍ଚେଇ ନାହାନ୍ତି? ରାଜା ଏହା ଶୁଣି ପଛକୁ ଘୁଞ୍ଚିଗଲେ। ତୃତୀୟ ପୁତୁଳିକା ମଧ୍ୟ ଏମାନଙ୍କ ପରି ଡେଣା ହଳାଇ ଉଡ଼ିଗଲା। ରାଜା ପୂର୍ବ ପରି 3 ଦିନ ଧରି ପୂଜାର୍ଚ୍ଚନା ଓ ଉପବାସ କଲେ। ପୂଜା ଶେଷରେ ସେ ସିଂହାସନ ବସିବାକୁ ଉଦ୍ୟମ କଲାବେଳେ ଚତୁର୍ଥ ପୁତୁଳିକା ବାହାରି ପଡ଼ି କହିଲା, ରହିଯାଆନ୍ତୁ ରାଜା, ଯେଉଁ ପିଲା ଏହି ସିଂହାସନରେ ବସୁଥିଲା ସେ ଅତ୍ୟନ୍ତ ସରଳ ଆଉ ନିଷ୍ପାପ ଥିଲା। ତା ମନ କଳୁଷିତ ନଥିଲା। ତୁମେ ଯଦି ନିଜକୁ ଯୋଗ୍ୟ ବୋଲି ମନେ କରୁଛ, ତେବେ ଏହି ସିଂହାସନରେ ବସିପାର। ରାଜା ବହୁତ ସମୟ ଧରି ଭାବିବାକୁ ଲାଗିଲେ। ନିଜକୁ ନିଜେ କହିଲେ, ଯଦି ଗୋଟିଏ ସାମାନ୍ୟ ପିଲା ଏ ସିଂହାସନରେ ବସିପାରୁଛି, ତେବେ ମୁଁ ରାଜା ଭାବେ ତ ଅଧିକ ଯୋଗ୍ୟ। ପୁଣି ମୁଁ ଧନବାନ, ବଳବାନ ଆଉ ବୁଦ୍ଧିମାନ। ଏଣୁ ମୁଁ ସିଂହାସନରେ ବସିବାକୁ ଅଧିକ ଉପଯୁକ୍ତ। ଏହା ଭାବି ସିଂହାସନରେ ବସିବାକୁ ଅଗ୍ରସର ହେବା ମାତ୍ରେ ଚତୁର୍ଥ ପୁତୁଳିକା ସିଂହାସନ ସହିତ ଆକାଶ ମାର୍ଗକୁ ଡେଣା ହଲାଇ ଉଡ଼ିଗଲା। ରାଜା ନ୍ୟାୟ ସିଂହାସନ ବସିବା ନହିଲା। ଅର୍ଥାତ୍ ସେ ସିଂହାସନକୁ ନେଇକି ଉଡ଼ିଗଲା, ହେଲା। ବୁଝିପାରିଲ ପିଲାମାନେ? ହଁ, ତାପରେ ଆମେ ପ୍ରଶ୍ନ ଉତ୍ତର ଆଡ଼କୁ ଏବେ ଯିବା। ଆସ କଥା ହେବା। ଏଇଟା ତୁମମାନେ ପିଲା ନିଜେ ନିଜେ କଥା ହବ। କ'ଣ ତୁମର ପ୍ରିୟ ଖେଳ କ'ଣ? ତୁମେ ସେଇ ଖେଳକୁ କିପରି ଖେଳ? ତୁମର ପ୍ରିୟ ଖେଳ କହିବ ପିଲାମାନେ। ତୁମର ପ୍ରିୟ ଖେଳ, ଫେଭରାଇଟ୍ ଖେଳ, ଆଉ ତୁମେ କେମିତିଆ ଖେଳ ସେ ବିଷୟରେ। ଧରାଯାଉ ମୋର ଫେଭରାଇଟ୍ ଖେଳ କ'ଣ ପିଲାମାନେ? ମୋର ଫେଭରାଇଟ୍ ଖେଳ କବାଡି, ହେଲା। କେମିତି ଖେଳ ଏମିତି ପିଲାମାନେ? ଗୋଟେ ଗାର ଟାଣିକି ଏପଟ ସେପଟ ହେଇକି ତୁମେ ସେଇ ଖେଳ କିପରି ଖେଳ ପିଲାମାନେ?
ପଡ଼ିଆରେ ଗାର ଟାଣିକି ଏପଟ ସେପଟ ହେଇକି ଆମେ ତି କରି ଖେଳୁ। ସେଟା ଲେଖିବ। ଆସ କଥା ହେଇତେ କହିଛି ହେଲା। ତୁମେ କେବେ କୌଣସି ସମସ୍ୟାର ସମାଧାନ କରିଛ କି? ତୁମର ଅନୁଭୂତି ମନେ କର। ତୁମ ଘରେ ଯେ କିଛି ସମସ୍ୟା ହେଇଛି କି? ତୁମେ ଯେମିତି ଏଠି ସମସ୍ୟା ହେଲା, ଧର କାହାର କଲମ ହଜିଯାଇଥିବ, କାହାର ପେନ୍ ହଜିଯାଇଥିବ, ସେ ତୁମ ପାଖକୁ ଆସି କହିଥିବ ଦିଦି ମୋର ପେନ୍ ହଜିଗଲା, ନାନୀ ମୋର ପେନ୍ ହଜିଗଲା। ତୁମେ ସମସ୍ୟା ସମାଧାନ କରିଛ କି? ଯଦି କରିଛ ତାର ଅନୁଭୂତିଟାକୁ ତୁମେ କୁହ। ଯଦି ତୁମେ କେବେ ରାଜା କରିଦିଆଯିବ ତେବେ ତୁମେ କ'ଣ କରିବ? ପିଲାମାନେ, ତୁମକୁ ଯଦି ରାଜା କରିଦିଆଯିବ ତୁମେ କ'ଣ କରିବ? ଭାବ, ଏଇ କହିବ। ପିଲାଟିର କେଉଁ ସବୁ ଗୁଣ ଥିଲେ ଯେଉଁ କାରଣରୁ ସେ ସିଂହାସନରେ ବସି ପାରିଥିଲା? ପିଲାଟିର କୋଉ ସବୁ ଗୁଣ ଥିଲା ପିଲାମାନେ? ପିଲାଟାର କ'ଣ? ପିଲାଟି ବୁଦ୍ଧିମାନ ଥିଲା, ହେଲା। ନିଷ୍ପାପ ଥିଲା, ବୁଦ୍ଧିମାନ ଥିଲା, ହେଲା। ଆଉ କେବେ ଚୋରି କାମ କରିନଥିଲା, କାହାକୁ ଦଣ୍ଡ ଦେଇନଥିଲା, ହେଲା। କାହା ବିରୁଦ୍ଧରେ କଥା କହୁନଥିଲା। ଏସବୁ ଜିନିଷ ତା ପାଖରେ ଥିଲା, ସେଥିପାଇଁ ସିଏ ସିଂହାସନରେ ବସି ପାରୁଥିଲା। ତାପରେ ଦେଖ, ପାଠରୁ ପ୍ରଶ୍ନ ଦେଖିବା, ଆସ ପଢିବା। ଠିକ୍ ବାକ୍ୟ ନିକଟରେ ଠିକ୍ ଚିହ୍ନ ଦେବା। ଏକାଧିକ ଜାଗା ମଧ୍ୟ ଚିହ୍ନ ରହିପାରିବ, ହେଲା। ପିଲାଟିର ନ୍ୟାୟ ପ୍ରଦାନ କରୁଛି ବୋଲି ରାଜା କେମିତି ଜାଣିଲେ? ପିଲାଟି ଦୁଷ୍ଟାମିରୁ କି? ନା। ଲୋକେ ପିଲାଟିର ନ୍ୟାୟ ପ୍ରଶଂସା କରୁଥିବାର ଦେଖି। ଲୋକେ ପିଲାଟିର ନ୍ୟାୟକୁ ପ୍ରଶଂସା କରୁଥିବାର, ହଁ। ଲୋକେ ମାନେ ପିଲାଟିର ଯୋଉ ବିଚାର କରୁଥିଲେ ସେଥିପାଇଁ ପିଲାମାନେ ପିଲାଟି ବିରୋଧରେ କହିବାରୁ କି? ନା। ମନ୍ତ୍ରୀ ମାନେ ପିଲାଟିର ବୁଦ୍ଧିକୁ ପ୍ରଶଂସା କରିବାର, ହଁ, ହେଇପାରିବ। ତାପରେ ଖ କ'ଣ ଅଛି? କେଉଁ କଥାକୁ ରାଜାକୁ ଅଧିକ ଆଶ୍ଚର୍ଯ୍ୟ ଲାଗିଲା? କୋଉ କଥାକୁ? ପିଲାମାନେ ଖେଳ ନ୍ୟାୟ କରୁଥିଲେ, ନା। ଲୋକମାନେ ରାଜାଙ୍କ ଦରବାରକୁ ଯାଉନଥିବାରୁ, ନା। ସିଂହାସନରେ ବସିଥିବା ପିଲାଟି ଠିକ୍ ନ୍ୟାୟ ପ୍ରଦାନ କରୁଥିବାରୁ ରାଜାଙ୍କୁ ଖୁସି ଲାଗେ। ତାପରେ ଗ ନମ୍ବର କ'ଣ ଅଛି ଦେଖ। ପିଲାଙ୍କୁ ଏହି ଖେଳ ଏତେ ମଜା ଲାଗିଲା କାହିଁକି? ଯେଉଁଥିପାଇଁ ସେମାନେ ଏହି ଖେଳକୁ ପ୍ରତିଦିନ ଖେଳିବାକୁ ଲାଗିଲେ। କାରଣ ସେମାନେ ରାଜା ବୋଲି ହେବାର ମଜା ପାଉଥିଲେ। କାରଣ ଅନ୍ୟ ଖେଳ ଠାରୁ ଅଧିକ ମନୋରଞ୍ଜନ ଥିଲା। କାରଣ ଏହା ତାଙ୍କ ପାଇଁ ନ୍ୟାୟ କରିବାର ଅନୁଭବ ପ୍ରଦାନ କରୁଥିଲା। କାରଣ ଏହି ଖେଳ ଦ୍ୱାରା ସେମାନେ ସାରା ନଗରୀରେ ପ୍ରସିଦ୍ଧ, ନା। କାରଣ ସେମାନେ ରାଜା ଭଳି ହେବାର ମଜା ପାଉଥିଲେ, ହେଲା କି? ଆଉ ଗୋଟେ କାରଣ କ'ଣ ହେଇପାରିବ? କାରଣ ଏହା ତାଙ୍କ ନ୍ୟାୟ କରିବାର ଅନୁଭବ ପ୍ରଦାନ କରୁଥିଲା। ବୁଝିପାରିଲ କି? ହଁ। ରାଜା କାହିଁକି ଉପବାସ ପ୍ରାୟଶ୍ଚିତ କଲେ? କାହିଁକି ପିଲାମାନେ ରାଜା ଉପବାସ? ସିଂହାସନରେ ବସିବା ପାଇଁ। ସିଂହାସନରେ ସେ ବସିବା ଯୋଗ୍ୟ ହେବା ପାଇଁ ଉପବାସ କଲେ। ହଁ, ମୂର୍ତ୍ତିମାନେ ତ କହିଲା, ଯେମିତି ସେ ମୂର୍ତ୍ତିମାନେ ତ କହୁଥିଲେ, ସେଥିପାଇଁ ବି ହେଇଥିଲା। ତାପରେ ଦେଖ ପିଲାମାନେ, ନିମ୍ନଲିଖିତ ପ୍ରଶ୍ନଗୁଡ଼ିକ ଉତ୍ତର ନିଜ ଖାତାରେ ଲେଖ। ପିଲାମାନେ ମଞ୍ଚ ସିଂହାସନରେ ବସି ପାରୁଥିଲେ, ହେଲେ ରାଜା ସେଥିରେ ବସି ନ ବସି ପାରିବାର କାରଣ କ'ଣ? ବସି ନ ପାରିବାର କାରଣ କ'ଣ? ପିଲାମାନେ ରାଜା ସିଂହାସନରେ ବସି ପାରୁଥିଲେ, ହେଲେ ରାଜା ସେଥିରେ ବସି ନ ପାରିବାର କାରଣ କ'ଣ? କାରଣ କ'ଣ? ରାଜା ଚୋରି, ହେଲା ନା, ଚୋରି ସହିତ ରାଜା ଚୋରି କରିଥିଲେ, ଅନ୍ୟକୁ ଦୁଃଖ ଦେଇଥିଲେ, ହେଲା। ଦୁଃଖ କଷ୍ଟ, ରାଜା ଚୋରି କରିଥିଲେ, ଦୁଃଖ କଷ୍ଟ ଦେଇଥିଲେ, ଆଉ ଅନ୍ୟକୁ ଦଣ୍ଡ ଦେଇଥିଲେ, ହେଲା। ସେ ପାପ କରିଥିବାରୁ ତାଙ୍କ ମନ ପରିଷ୍କାର ନଥିଲା, ମନ ସଚ୍ଛଳ ନଥିଲା। ମନ ସଚ୍ଛଳ ନଥିବାରୁ, ହେଲା, ସେ ପାପ କରିଥିବାରୁ, ପାପ କରିଥିବାରୁ ବସି ପାରିଲେ ନା। କାରଣ ସେ ରାଜା କ'ଣ? ଚୋରି, ଅନ୍ୟକୁ ଦୁଃଖ, ହେଲା, ଅନ୍ୟକୁ ଦୁଃଖ, କଷ୍ଟ, ଦଣ୍ଡ, ଆଉ ତାଙ୍କ ମନ କ'ଣ? ତାଙ୍କର ମନ ସଚ୍ଛଳ ନଥିବାରୁ, ପାପ କରିଥିବାରୁ ସେ ବସି ପାରୁ ନଥିଲେ। ବୁଝିପାରିଲ ପିଲାମାନେ? ପିଲାମାନେ ମଞ୍ଚ ସିଂହାସନ ବସି ପାରୁଥିଲେ, ହେଲେ ରାଜା କାହିଁକି ସେଥିରେ ବସି ପାରୁନଥିଲେ? କାହିଁକି ପିଲାମାନେ? ରାଜା ପାପ କରୁଥିଲେ। କାରଣ ରାଜା ପାପ କରିଥିଲେ, ରାଜା କ'ଣ? ଅନ୍ୟର ଜମିକୁ ହଡପ କରିଥିଲେ, ଅନ୍ୟକୁ କଷ୍ଟ ଦେଇଥିଲେ, ସେଥିପାଇଁ ରାଜା ସେଇ ସିଂହାସନରେ ବସିଥିଲେ। ପ୍ରାୟଶ୍ଚିତ କରିବା ପରେ ରାଜାଙ୍କୁ ସିଂହାସନରେ ବସିବାର ଅଧିକାର ମିଳିବାର ଆବଶ୍ୟକତା ଥିଲା କି? ଯଦି ହଁ,
ନା ନାହିଁ ତାର କାରଣ ଲେଖ। ପ୍ରାୟଶ୍ଚିତ କରିବା ପରେ ରାଜାଙ୍କୁ ସିଂହାସନରେ ବସିବାକୁ ଅଧିକାର ଥିଲା କି? ଯଦି ହଁ ତାର କାରଣ ଲେଖିବ, ଯଦି ନା ବି ତାର ହଁ ବସିବାର ଦେଖ ଜଣେ ପାପ କରୁଛି ତାର ପ୍ରାୟଶ୍ଚିତ କରିବା ପରେ ବସିବାର ଅଧିକାର ଅଛି। କାରଣ କଣ? ହଁ ଥିଲା। କାରଣ କାହିଁକି? କାରଣ ସେ ଅନୁତାପ କଲେ। ଅନୁତାପ ସହିତ କାରଣ ଅନୁତାପ ସହିତ ପ୍ରାୟଶ୍ଚିତ କଲେ। ପ୍ରାୟଶ୍ଚିତ କଲେ ହେଲା। କାରଣ ସେ ଅନୁତାପ ସହିତ ପ୍ରାୟଶ୍ଚିତ କଲେ ଆଉ ବସିବାର ଅଧିକାର ଯୋଗ୍ୟ ହଁ ବସିଥାନ୍ତେ, କାରଣ ଅନୁତାପ ସହିତ ସେ ପ୍ରାୟଶ୍ଚିତ କଲେ। ନା ନା ହଁ ତ ଠିକ ଅଛି, କିନ୍ତୁ ଏଠି ସେୟା ହବନି। ହଁ କାରଣ ସେଠି ଆଉ ରାଜା ନ ରହିଲେ ଦେଶ କେମିତି ଚଳିଥାନ୍ତା? ସବୁ ତ ଆହୁରି ପାପ କରିଥାନ୍ତେ ନା। ହଁ ବସିବାର ଯୋଗ୍ୟ ଆବଶ୍ୟକତା ଥିଲା, କାରଣ ରାଜା ନ ରହିଲେ ଦେଶ ଚାଲିବ ନାହିଁ। ରାଜା ନ ରହିଲେ ଦେଶ ଚାଲିବ ନଥାନ୍ତା, ଚାଲି ନ ହେଲା। ତାପରେ ଦେଖ, ଦୁଇ କୃଷକ ନିଜ କଳି ସମାଧାନ କରିବା ପାଇଁ ରାଜାଙ୍କ ପରିବର୍ତ୍ତେ ପିଲାଟା ନିକଟକୁ ଯିବାକୁ କାହିଁକି ସ୍ଥିର କରେ? କାହିଁକି ପିଲାମାନେ? କାରଣ ପିଲାଟି କଣ? ପିଲାଟି ଖୁବ ସୁନ୍ଦର ଭାବରେ ସମସ୍ୟାର ସମାଧାନ କରିପାରୁଥିଲା, ହେଲା ନା। କାରଣ ପିଲାଟି ଖୁବ ସୁନ୍ଦର ଭାବରେ ସମସ୍ୟାର ସମାଧାନ କରିପାରୁଥିଲା। ସମସ୍ୟାର ସମାଧାନ କରିପାରୁଥିଲା ହେଲା। ତାପରେ ଚତୁର୍ଥ ମୂର୍ତ୍ତି ସିଂହାସନ ସହିତ କାହିଁକି ଆକାଶକୁ ଉଡ଼ିଗଲା? କାହିଁକି ଉଡ଼ିଗଲା ପିଲାମାନେ? କାହିଁକି ଉଡ଼ିଗଲା ବୋଲି ତୁମେ ଭାବୁଛ? ଆକାଶକୁ ରାଜାଙ୍କର କାହିଁକି ଉଡ଼ିଗଲା? ଚତୁର୍ଥ ମୂର୍ତ୍ତି ସିଂହାସନ ସହିତ କାହିଁକି ଆକାଶକୁ ଉଡ଼ିଗଲା? କାରଣ କଣ? କାରଣ ରାଜାଙ୍କର ଅହଙ୍କାର ଆଉ ସିଂହାସନ ପ୍ରତି ରାଜାଙ୍କର ଲୋଭ ଥିବାରୁ ସିଂହାସନ ପ୍ରତି ରାଜାଙ୍କର ଲୋଭ ଥିବାରୁ ମୂର୍ତ୍ତିଟି କଣ କହିଲା? ରାଜାଙ୍କର ଲୋଭ ଥିବାରୁ ମୂର୍ତ୍ତିଟି ସେ ସିଂହାସନକୁ ନେଇକି କଣ କଲା? ସିଂହାସନକୁ ନେଇକି ଆକାଶକୁ ଉଡ଼ିଗଲା, ହେଲା। ଆକାଶକୁ ଉଡ଼ିଗଲା, ହେଲା। ଏଇ କାହାଣୀର ଆଉ ଏକ ନାଁ ଦିଅ। ତୁମେ ଏଇ ନୂଆ ନାଁଟାକୁ କାହିଁକି ବାଛିଲ? ତାର ଏଇ କାହାଣୀର ଗୋଟେ କଣ ହେଇପାରିବ ପିଲାମାନେ? ହେଲା ନା। କଣ ହେଇପାରିବ ପିଲା? ଆଉ ଗୋଟେ କାହାଣୀ। ସିଂହାସନ ପାଇଁ ଯଜ୍ଞ ଆବଶ୍ୟକ। ସିଂହାସନରେ ବସିବା ପାଇଁ ଯଜ୍ଞ ଆବଶ୍ୟକ। କାରଣ ଯିଏ ପାରି ସିଏ ସିଂହାସନରେ ବସି ପାରିବ ନାହିଁ, ହେଲା। ଆଉ ସମସ୍ତଙ୍କର ତାପରେ କହିଛି କଣ? ଅନୁମାନ ଆଉ କଳ୍ପନା କରିକି ବା କାହାଣୀ ପୁତଳିକା ଗୁଡ଼ିକ ଉଡ଼ି ଯାଇଛନ୍ତି, ସେମାନେ କେଉଁଠାକୁ ଯାଇଥିବେ, ସେଠାରେ କଣ କରୁଥିବେ? କାହାଣୀର ପୁତଳା କୋଉଠି ଉଡ଼ି ଯାଇଛନ୍ତି? ସ୍ୱର୍ଗକୁ। ସେମାନେ କେଉଁଠି ଯାଇଥିବେ? ସ୍ୱର୍ଗକୁ। ସେଠାରେ କଣ କରୁଥିବେ? ସେଠାରେ ସେଇ ଯୋଉ ସିଂହାସନ ମାନେ ସେମାନେ କଣ ତାଙ୍କର କାହା କଣ କରୁଥିବେ? ସେମାନେ ତାଙ୍କର ଏଇ ସବୁ ଘଟଣା ଗୁଡ଼ିକ ସେ ଠାକୁରଙ୍କୁ ଜଣାଉଥିବେ, ହେଲା। ଠାକୁରଙ୍କୁ ଜଣାଉଥିବେ।
ଏହି କାହାଣୀରେ ଯଦି ରାଜା ସିଂହାସନ ବସିବା ବେଳେ ସଫଳ ହେଇଥାନ୍ତା ତୁମେ କଣ ହେଇଥାନ୍ତା? କଣ ହେଇଥାନ୍ତା ପିଲାମାନେ? ଏହି କାହାଣୀରେ ଯଦି ରାଜା ସିଂହାସନ ବସିବାରେ ସଫଳ ହେଇଥାନ୍ତା ତେବେ କଣ ହେଇଥାନ୍ତା? କଣ ହେଇଥାନ୍ତା? ରାଜା ଠିକ ଭାବରେ ଶାସନ କରିପାରିନଥାନ୍ତା। କାରଣ କଣ? ରାଜା ଠିକ ଭାବରେ ଶାସନ କରିପାରିନଥାନ୍ତେ। ଠିକ ଭାବରେ ଶାସନ କରିପାରିନଥାନ୍ତେ। ଶାସନ କରିପାରି ନଥାନ୍ତେ। କରିପାରି ନଥାନ୍ତେ। କାରଣ କଣ ପିଲାମାନେ? କାରଣ କଣ? ରାଜା ତ ତାଙ୍କର ନିଜସ୍ୱ ସିଂହାସନ ଥିଲା ନା, ସେଇ ନିଜ ସିଂହାସନରେ ବସିକି ତ ଶାସନ କରିପାରିନଥାନ୍ତେ। ସେଇ ସିଂହାସନରେ ବସିବା ପାଇଁ କାଇଁ ଏତେ ଲୋଭ କରୁଥିଲେ? ବୁଝିପାରିଲ କି? ହଁ। ତାପରେ ଦେଖ ନିମ୍ନଲିଖିତ ବାକ୍ୟ ଗୁଡ଼ିକ ଧ୍ୟାନ ଦେଇ ପଢ। ଦେଇଛି କଣ? ତେବେ ତ ବଡ ଆଶ୍ଚର୍ଯ୍ୟ କଥା, ଯାହା ବି ହେଉ ଏହି ମଞ୍ଚ ସିଂହାସନର କିଛି ଚମତ୍କାରିତା ଅଛି, ମୁଁ ଏହା ଯାଞ୍ଚ କରିବି। ଉପର ଲିଖିତ ବାକ୍ୟ ଗୁଡ଼ିକ ପଢି ସମୟରେ କିଛି ଅସୁବିଧା ହୋଇଥିବ। ଏବେ ଆଉ ଥରେ ସେଇ ବାକ୍ୟ ଗୁଡ଼ିକ ପଢ। ଦେଖ ଏଠି ପିଲାମାନେ ତେବେ ଏଠି କମା ଲାଗିଛି, ଏ ବାକ୍ୟକୁ ଲକ୍ଷ୍ୟ କର, এই ଦୁଇଟା ବାକ୍ୟକୁ ଲକ୍ଷ୍ୟ କର। କୋଉଠି କମା ଲାଗିଛି, କୋଉଠି ଫୁଲ୍ ଷ୍ଟପ୍ ଲାଗିଛି। ଏଟା କଣ ପିଲାମାନେ? ଉଦ୍ଧୃତ ଚିହ୍ନ। ଏଟା ହଉଛି ଉଦ୍ଧୃତ ଚିହ୍ନ ଆରମ୍ଭ, ହେଲା, ଉଦ୍ଧୃତ ଚିହ୍ନ ଆରମ୍ଭ। ଏଟା ହଉଛି ବିରାମ ଚିହ୍ନ। ଜାଣିଛ ପିଲାମାନେ ଏଟା ବିରାମ ଚିହ୍ନ, ଏଟା ହଉଛି କମା, ଆଉ ଏଟା ହଉଛି ଉଦ୍ଧୃତ ଚିହ୍ନ ଶେଷ। ଶେଷ ଏଟା ହଉଛି କଣ? ପୂର୍ଣ୍ଣଚ୍ଛେଦ। 11ଟା ତ ଜାଣିଥିବ ପୂର୍ଣ୍ଣଚ୍ଛେଦ। ପୂର୍ଣ୍ଣଚ୍ଛେଦ, ହେଲା। ଏଠି କଣ? ଏଠି ଦେଖ, ଏଠି ସେ କହିଛି ଏବେ ଉପରୋକ୍ତ ବାକ୍ୟ ଗୁଡ଼ିକ ପଢିବା ପୂର୍ବ ଥର କୌଣସି ଅସୁବିଧା ହୋଇନଥିବ। ବାକ୍ୟ ଗୁଡ଼ିକ ଭାବ ଅର୍ଥ ବୁଝିପାରିଥିବ, କାରଣ ପାଖରେ କିଛି ବିଶେଷ ଚିହ୍ନ ଯେପରି କଣ? ଏଟା ଉଦ୍ଧୃତ ଚିହ୍ନ ଆରମ୍ଭ, ଉଦ୍ଧୃତ ଚିହ୍ନ ଶେଷ, କମା, ବିରାମ ଚିହ୍ନ ଆଉ ପୂର୍ଣ୍ଣଚ୍ଛେଦ ପ୍ରୟୋଗ କରାଯାଇଛି। ଏହି ପ୍ରକାର ଚିହ୍ନକୁ ବିରାମ ଚିହ୍ନ କୁହାଯାଏ। ବୁଝିପାରିଲ ପିଲାମାନେ? ଏଇ ଚିହ୍ନ ପଢିଲା ବେଳେ, ଏଠି ପଢିଲା ବେଳେ ସିଧା ସିଧା ପଢି ଯାଉଛି, କିନ୍ତୁ ଏଠି ପଢିଲା ବେଳେ କଣ? ତେବେ ଏହା ତ ବଡ ଆଶ୍ଚର୍ଯ୍ୟ କଥା, ଅର୍ଥାତ୍ ଏଠି ବିରାମ ଚିହ୍ନ ଲାଗିଲା ମାନେ ଟିକେ ରହିଯିବାର ଅଛି, କିନ୍ତୁ ଏହା କଣ? ସିଧା ସିଧା ପଢିଯିବ, ହେଲା ନା? ଏଇ ଚିହ୍ନ ମାନେ ଗୋଟେ ଆଶ୍ଚର୍ଯ୍ୟ ଚିହ୍ନ ଲାଗେ, ସମ୍ବେଦନ ଚିହ୍ନ ଭଳିଆ ଲାଗେ, ହେଲା। ହଉ, ଚିହ୍ନ ବିଷୟରେ ଜାଣିଲ। ତାପରେ କଣ କହିଛି? ତଳେ ଦିଆଯାଇଥିବା ବାକ୍ୟ ଗୁଡ଼ିକୁ ବିରାମ ଚିହ୍ନ ବସାଇ ଆଉ ଥରେ ଲେଖ। ତଳେ କଣ କରିବା? ତଳେ ଏଇ ଯୋଉ ବାକ୍ୟ ଗୁଡ଼ିକ ଦେଇଛି ତାକୁ କମା ଆଉ ବିରାମ ଚିହ୍ନ ବସେଇକି ଲେଖିବା। ବୁଝିପାରିଲ ପିଲାମାନେ? ହଁ, ଚାଲନ୍ତୁ ଲେଖିବା। କେଠି କେଠି ଲେଖିବା? ରହିଯାଆନ୍ତୁ ରାଜାମାନେ, ଏଠି ଉଦ୍ଧୃତ ଚିହ୍ନ ଆରମ୍ଭ, ହେଲା କି? ଉଦ୍ଧୃତ ଚିହ୍ନ ଆରମ୍ଭ, ତାପରେ ଏଠି କମା ଲାଗିଥିବ। ରହିଯାଆନ୍ତୁ ରାଜା, ପୁଣି ଏଠି ବିରାମ ଚିହ୍ନ ଲାଗିବ, ହେଲା। ଯେଉଁ ପିଲା ଏ ସିଂହାସନରେ ବସୁଥିଲା, କମା, ଦିଟା ବାକ୍ୟ ହେଇଯାଉଛି। ସେ ଅତ୍ୟନ୍ତ ନିଷ୍ପାପ ସରଳ ଥିଲା। ସରିଗଲା ବାକ୍ୟଟି, ଏଟା ପୂର୍ଣ୍ଣଚ୍ଛେଦ ଲାଗିବ। ତାପରେ ତାର ମନ କଳୁଷିତ ନଥିଲା। ତାର ମନ କଣ ନଥିଲା? କଳୁଷିତ ନଥିଲା। ଏ ଗୋଟେ ପୂର୍ଣ୍ଣଚ୍ଛେଦ, ଏଠି ବାକ୍ୟ ସରିଗଲା। ତୁମେ ଯଦି ନିଜକୁ ଏଭଳି ଯୋଗ୍ୟ ମନେ କରୁଛ, କମା, ଏ ଗୋଟେ ବାକ୍ୟ ସରିଲା। ତେବେ ଏହି ସିଂହାସନରେ ବସି ପାର। ଏଠି ପୂର୍ଣ୍ଣଚ୍ଛେଦ, ଉଦ୍ଧୃତ ଚିହ୍ନ ଶେଷ। ଏଠି ପୂର୍ଣ୍ଣଚ୍ଛେଦ ପିଲାମାନେ, ହେଲା, ପୂର୍ଣ୍ଣଚ୍ଛେଦ, ଉଦ୍ଧୃତ ଚିହ୍ନ ଶେଷ। ଠିକ ସେଇପରି ତାପରେ ଆଉ ଗୋଟେ କଣ ବାକ୍ୟଟି ଅଛି? ଯଦି ଗୋଟେ ସାମାନ୍ୟ ପିଲା, ନିଜକୁ ନିଜ କହୁଛନ୍ତି ରାଜା, କମା ଆରମ୍ଭ, ଯଦି ଗୋଟେ ସାମାନ୍ୟ ପିଲା, କମା, ଏ ସିଂହାସନରେ ବସି ପାରୁଛି, କମା, ଗୋଟେ ବାକ୍ୟ ସରିଲା। ତେବେ ମୁଁ ରାଜା ଭାବେ, ପୁଣି ମୁଁ ରାଜା ଆହୁରି ରଖିଦେଇଛନ୍ତି, ହେଲା। ତେବେ ମୁଁ ରାଜା ହୋଇ ଭାବେ ତ ଅଯୋଗ୍ୟ, ଏଇଠି ରହିଯାଇଛି, ଆହୁରି ରହିଯାଇଛି, ଛାଡ। ଏଇଠି ହେଇଥାନ୍ତା। ତ ମୁଁ ରାଜା ଭାବେ ତ ହେଇଥାନ୍ତା, ଆହୁରି ରହିଯାଇଛି, ହେଲା। ଏଠି ଭୁଲ ଅଛି। ଏଠି ହବ ପିଲାମାନେ, ଏଠି ହବ, ଏଟା ଭୁଲ, ଏଇଟା ଭୁଲ, ଏଇଟା ଭୁଲ ଅଛି ପିଲାମାନେ, ବୁଝିଲ? ଏଠି ଭୁଲ ଅଛି, ବହିର ଭୁଲ ପ୍ରିଣ୍ଟିଂ ହେଇଛି। ବହି ଦେଖିବ ଯେତେବେଳେ ବହି ଜାଣିପାରିବ, ହେଲା। ମୁଁ ରାଜା ଭାବେ, ଏଠି ହବ କଣ? ଭାବେ ତ ଅଧିକ ଯୋଗ୍ୟ, ଯୋଗ୍ୟ ପରେ ଏଠି ପୂର୍ଣ୍ଣଚ୍ଛେଦ ପଡିବ। ପୁଣି କଣ ହବ? ଏଠି ଆଉ ଗୋଟେ ହବ, ପୁଣି ପୁଣି ମୁଁ ପରେ ଧନବାନ ହବ। ଧନବାନ, କମା, ବଳବାନ ଆଉ ବୁଦ୍ଧିମାନ,
ବୁଦ୍ଧି ବୁଦ୍ଧିମାନ ହେଲା ବୁଦ୍ଧିମାନ ହେଲା ବୁଦ୍ଧିମାନ ତାପରେ ଆଉ ଟିକେ ରହିଯାଇଛି ବୁଦ୍ଧିମାନ ପରେ କଣ ହବ ଏଣୁ ମୁଁ ଏ ସିଂହାସନରେ ବସିବାକୁ ଅଧିକ ଉପଯୁକ୍ତ ହେଲା ତାପରେ ବୁଦ୍ଧିମାନ ପରେ ଫୁଲ୍ ଷ୍ଟପ୍ ଲାଗିଯିବ ପୂର୍ଣ୍ଣଚ୍ଛେଦ ଲାଗିଯିବ ପିଲାମାନେ ହେଲା ପୁଣି ଏଠି କଣ ଲାଗିବ ଏଣୁ ଏଣୁ ମୁଁ ସିଂହାସନରେ ବସିବାକୁ ଅଧିକ ଉପଯୁକ୍ତ ଏଣୁ ମୁଁ ସିଂହାସନରେ ସିଂହାସନରେ ବସିବାକୁ ଅଧିକ ଉପଯୁକ୍ତ ସିଂହାସନରେ ବସିବାକୁ ଅଧିକ ଅଧିକ ଉପଯୁକ୍ତ ହେଲା ପୂର୍ଣ୍ଣଚ୍ଛେଦ ଏତିକ ଏମିତି ହବ ହେଲା ଯେଗା ଗାରେଇଲି ସେଗା ଭୁଲ ଅଛି ତାପରେ ଦେଖ ଅଧିକ ଉପଯୁକ୍ତ ଏଠି ଦେଖ ତୃତୀୟ ପୁର୍ତ୍ତଳିକା ମଧ୍ୟ ଉଡ଼ିଗଲା ଏହି ବାକ୍ୟଟି ଆଧାର କରି ନିମ୍ନ ପ୍ରଶ୍ନ ଉତ୍ତର ଶିକ୍ଷକ ସହିତ ଲେଖ ଏହି ବାକ୍ୟଟି ତୃତୀୟ ପୁର୍ତ୍ତଳିକା ମଧ୍ୟ ଉଡ଼ିଗଲା ଏଇ ବାକ୍ୟର ବିଶେଷ୍ୟ ପଦ କିଏ ବିଶେଷ୍ୟ ମାନେ କି ପିଲାମାନେ କଣ ଆମେ ଜାଣିବା ଅଛି ବିଶେଷ୍ୟ କଣ ବିଶେଷଣ କଣ ଏଇଟା ଜାଣିଲେ ଯାଇକି ଆମେ ମାନେ ତାପରେ ଆଗକୁ ବିଷୟ ଜାଣିପାରିବା ଏଠି ଦେଖ ବିଶେଷ୍ୟ କେଟା କହିବା ଆଉ ବିଶେଷଣ କେଟା କହିବା ହେଲା ସେଇଟାକୁ ଆଗେ ଜାଣ ପ୍ରଶ୍ନ କଣ ଅଛି ପ୍ରଶ୍ନ କଣ ଥିଲା ଏଠି ତୃତୀୟ ପୁର୍ତ୍ତଳିକା ମଧ୍ୟ ଉଡ଼ିଗଲା ତୃତୀୟ ପୁର୍ତ୍ତଳିକା ମଧ୍ୟ ଉଡ଼ିଗଲା ଏଥିପାଇଁ ଲେଖିଲି ସେଠି ଆମେ ଯେହେତୁ ଲେଖିଦେଇଛେ ଏଠି ସେଥିପାଇଁ ଏଇଟା ଲେଖିଦେଲି ହେଲା ତୃତୀୟ ପୁର୍ତ୍ତଳିକା ମଧ୍ୟ ଉଡ଼ିଗଲା ଏଠି ବିଶେଷ୍ୟ ପଦ କୋଉଟା ଏଥିରେ କେଉଁ ବିଶେଷ୍ୟ ପଦ ବିଶେଷଣ ଭାବରେ ବ୍ୟବହାର ହେଇଛି ହେଲା ସେଇଟା ଟିକେ ଆମେ ଆଲୋଚନା ମଧ୍ୟ ଉଡ଼ିଗଲା ଏଠି କଣ କହିଛି ବିଶେଷ୍ୟ ପଦ କୋଉଟା ବିଶେଷ୍ୟ ମାନେ କୋଉଟା ପୁରା ପିଲାମାନେ ପୁର୍ତ୍ତଳିକା କୋଉଟା ପୁର୍ତ୍ତଳିକା ହେଲା ତ ଏଥିରେ କେଉଁ ଶବ୍ଦଟି ବିଶେଷ୍ୟ ପଦରେ ବିଶେଷଣ ଭାବରେ ବ୍ୟବହାର କୋଉଟା ତୃତୀୟ ହେଲା ପୁର୍ତ୍ତଳିକା ବିଶେଷ୍ୟ ମାନେ ପିଲାମାନେ ହଉଛି କର୍ତ୍ତାକୁ ବୁଝେଇଥାଏ କୋଉଟାକୁ ବୁଝେଇଥାଏ କର୍ତ୍ତା ହେଲା ଆଉ ବିଶେଷଣ କହିଲେ ଏଇ ତୃତୀୟ ଦେଖ ଗୋଟେ ମୁଁ ତମକୁ ଉଦାହରଣ ଦଉଛି ମୁଁ ଭାତ ସହିତ ଗୋଟିଏ ରୋଟି ଖାଏ ଏଇଠି ହଉଛି ମୁଁ ପିଲାମାନେ ବିଶେଷ୍ୟ ହେଲା ତାପରେ ବିଶେଷଣ କହିଲେ କୋଉଟା ପରେ ଗୋଟିଏ ଏଇଟା ହଉଛି ଗୋଟିଏ ବୁଝିପାରିଲ ପିଲାମାନେ ହେଲା ସେମିତି ରାମ ଭଲ ପିଲା ରାମ ଭଲ ପିଲା ଏଇଠି ବିଶେଷ୍ୟ କିଏ ପିଲାମାନେ ରାମ ବିଶେଷଣ କିଏ ଭଲ ହେଲା ସେମିତି ଏଇଠି ହଉଛି କଣ ଏଇଠି କଣ ବିଶେଷ୍ୟ ପଦରେ ବିଶେଷଣ ଭାବରେ କିଏ ବ୍ୟବହାର କରିଛି ତୃତୀୟ ହେଲା ଏଠି କଣ ରାମ ବି ବିଶେଷ୍ୟ ଏଠି ପିଲା ବି ବିଶେଷ୍ୟ ଏ ଯୋଉ ଭଲଟା ହଉଛି ବିଶେଷଣ ତ ବିଶେଷ୍ୟକୁ ଯିଏ ବିଶେଷଣ କଲା ସିଏ ହଉଛି ବିଶେଷ୍ୟ ପଦର ବିଶେଷଣ ଏଇଟା ହଉଛି ତୃତୀୟ ପୁର୍ତ୍ତଳିକା ଏ ବିଶେଷ୍ୟ ବିଶେଷଣ ପରବର୍ତ୍ତୀ ମୁଁ ଗୋଟେ ତା ପାଇଁ ଅଲଗା ତୁମକୁ ବ୍ୟବହାର କରିବି ହେଲା ଏଠି ତୁମେ ଦେଖ ନିମ୍ନଲିଖିତ ବିଶେଷ୍ୟ ପଦ ଗୁଡ଼ିକ ଚିହ୍ନଟ କରି ତାର ଗାର ଦିଅ କୋଉ ପଦ ବିଶେଷଣ ପଦ ବିଶେଷଣ ଦେଖ ପିଲାମାନେ ସେଠାରେ ଏକ ସୁଦୀର୍ଘ ପଡିଆ ଥିଲା ସୁଦୀର୍ଘ ଏଇଟା ହଉଛି ବିଶେଷଣ ଏତେ ଛୋଟ ବୟସରୁ ଏମିତି ବୁଦ୍ଧି ରହିବା ଆଶ୍ଚର୍ଯ୍ୟ କଥା ଏଠି ଛୋଟ ହଉଛି ଗୋଟେ ବିଶେଷଣ ରାଜା ଦେଖିଲେ ଯେ ଏଥିରେ ପଥର ନୁହେଁ ବହୁତ ସୁନ୍ଦର ସିଂହାସନ ସୁନ୍ଦର ଗୋଟେ ହଉଛି ବିଶେଷଣ ହଜାର ହଜାର ଲୋକ ଇଏ ଗୋଟେ ହଉଛି ବିଶେଷଣ ମୁଁ ପରବର୍ତ୍ତୀ ଗୋଟେ ବିଶେଷ୍ୟ କଣ ଆଉ ବିଶେଷଣ କଣ ଗୋଟେ ଭିଡିଓ କରିକି ଅପଲୋଡ କରିବି ହେଲା ତୁମେ ନିକଟରେ ଏମିତି କେଉଁ
ବିଶେଷ ଗୁଣ ଦରକାର ଯାହାଦ୍ୱାରା ତୁମେ କାହାଣୀରେ ସିଂହାସନ ବସିବ। କ'ଣ ଗୁଣ ଥିବା ଦରକାର ପଡ଼ିବ ସିଂହାସନ ବସିବା ପାଇଁ? ମିଛ ନ କହିବା ଦରକାର, ଚୋରି ନ କରିବା ଦରକାର, କାହାକୁ କଷ୍ଟ ଦବା ନାହିଁ, ହେଲା? ଉପକାର କରିବା ଦରକାର, ସାହାଯ୍ୟ କରିବା ଦରକାର, ଅନ୍ୟମାନେ ବିପଦରେ ଛିଡା ହବା ଦରକାର, ବଡମାନଙ୍କୁ ସମ୍ମାନ ଦବା ଦରକାର, ଖରାପ କାମ କେବେ କରିବା ନାହିଁ। ବୁଝିଲ କି ପିଲାମାନେ? ଏଇ ସବୁ ଗୁଣ ଥିଲେ ଯାଇକି ତୁମେ ସିଂହାସନରେ ବସିପାରିବ। ପରବର୍ତ୍ତୀ ଭିଡିଓରେ ବିଶେଷ୍ୟ ବିଶେଷଣକୁ ଭଲ ଭାବରେ ତୁମକୁ ବୁଝେଇଦେବି। କୋଉଟାକୁ ବିଶେଷ୍ୟ କୁହନ୍ତି ଆଉ କୋଉଟା ବିଶେଷଣ। ଆଶା କରୁଛି ପିଲାମାନେ ଭିଡିଓଟି ତୁମକୁ ଭଲ ଲାଗିଥିବ। ଥ୍ୟାଙ୍କ ୟୁ, ଧନ୍ୟବାଦ।